ବାଚସ୍ପତି ମହୋଦୟା, ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଅନ୍ନଦାତା ମାନଙ୍କର ସର୍ବାଙ୍ଗୀନ ବିକାଶ। ତେଣୁ ମୋ ବଜେଟ ଭାଷଣର ପ୍ରଥମ ଭାଗରେ ଅନ୍ନଦାତାଙ୍କ ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପସ୍ଥାପନା କରୁଛି। ସ୍ଥୂଳ ଅର୍ଥନୈତିକ ଦୃଶ୍ୟପଟ, ମାକ୍ରୋ ଇକୋନୋମିକ ଆଉଟଲୁକ୍। ମାନନୀୟ ପ୍ରଧାନମନ୍ତ୍ରୀ, ଭାରତର 75ତମ ଏବଂ 100ତମ ସ୍ୱାଧୀନତା ଦିବସ ମଧ୍ୟରେ ଥିବା 25 ବର୍ଷକୁ ଅମୃତ କାଳ ବୋଲି ନାମିତ କରିଛନ୍ତି। ଏହି ଅମୃତ କାଳ 2047 ସୁଦ୍ଧା ଭାରତକୁ ଏକ ବିକଶିତ ତଥା ସମୃଦ୍ଧ ଦେଶରେ ପରିଣତ କରିବା ନିମନ୍ତେ ପ୍ରସ୍ତୁତ କରିବ। ଆଗାମୀ 25 ବର୍ଷରେ ଦ୍ରୁତ ଅଭିବୃଦ୍ଧି, ନୂତନ ଜୀବନଶୈଳୀ ଏବଂ ସୁଦୃଢ଼ ବୈଷୟିକ ଭିତ୍ତିଭୂମି ଦ୍ୱାରା ଭାରତର ଅର୍ଥ ବ୍ୟବସ୍ଥାର ସମସ୍ତ କ୍ଷେତ୍ରରେ ନବୀକରଣ ଓ ପୁନର୍ଗଠନ କରାଯାଇପାରିବ, ଯାହାକି ଭାରତୀୟ ଅର୍ଥନୀତି ଉପରେ ବିଶ୍ୱର ବିଶ୍ୱାସକୁ ପୁନର୍ସ୍ଥାପନ କରିବାରେ ସହାୟକ ହେବ। ଏହା ହିଁ ଅମୃତ କାଳର ସ୍ୱପ୍ନ। ସମୃଦ୍ଧ ଓଡ଼ିଶା ଗଠନରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଅତୁଟ ସହଯୋଗ ପାଇଁ ମୁଁ ଗଭୀର କୃତଜ୍ଞତା ଜ୍ଞାପନ କରୁଅଛି। ବିଶ୍ୱ ଅର୍ଥନୀତିରେ ମନ୍ଥର ଅଭିବୃଦ୍ଧିର ପୂର୍ବାନୁମାନ ସତ୍ତ୍ୱେ ଭାରତ 2024 ଆର୍ଥିକ ବର୍ଷରେ ବିଶ୍ୱ ଅର୍ଥନୀତିରେ ଏକ ଉଜ୍ଜ୍ୱଳତମ ସ୍ଥାନ ଗ୍ରହଣ କରିବା ସହ ଅଭିବୃଦ୍ଧିର ଇଞ୍ଜିନ ଭାବେ ପରିଗଣିତ ହେବ। ଚଳିତ ବର୍ଷ ଦେଶର ସାମଗ୍ରିକ ଘରୋଇ ଉତ୍ପାଦ ଜିଡିପି ଅଭିବୃଦ୍ଧି ହାର 7.2% ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଛି। 2024-25 ଆର୍ଥିକ ବର୍ଷରେ ଆମ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ଜିଏସଡିପି 8% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଁ ବର୍ତ୍ତମାନ କୃଷି ବଜେଟ ଉପସ୍ଥାପନା କରିବା ପାଇଁ ଯାଉଛି। ବାଚସ୍ପତି ମହୋଦୟା, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ହେଉଛି ରାଜ୍ୟର ବୃହତ୍ତମ ନିଯୁକ୍ତି କ୍ଷେତ୍ର ଏବଂ ଏହା ରାଜ୍ୟର ସାମାଜିକ ଅର୍ଥନୈତିକ ବିକାଶର ଚାବିକାଠି। ଏହି କ୍ଷେତ୍ରରେ ରାଜ୍ୟର ମୋଟ ଶ୍ରମଶକ୍ତିର 85.8% ନିୟୋଜିତ ହୋଇଥିବା ବେଳେ ଏହାର ଯୋଗଦାନ ଗ୍ରୋଥ୍ ଷ୍ଟେଟ୍ ଭ୍ୟାଲୁ ଆଡେଡ୍ GSVA ର 22.5% ଅଟେ। ଆମ ସରକାର ଏ କ୍ଷେତ୍ରରେ ମହତ୍ତ୍ୱକୁ ହୃଦୟଙ୍ଗମ କରିଛନ୍ତି। କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ମହତ୍ତ୍ୱକୁ ଉପଲବ୍ଧି କରି ଆମ ସରକାର ଏହି କ୍ଷେତ୍ର ପାଇଁ ଯଥେଷ୍ଟ ବ୍ୟୟବରାଦର ପ୍ରସ୍ତାବ ରଖିଛନ୍ତି। 2023-24 ଆର୍ଥିକ ବର୍ଷରେ ଏହି କ୍ଷେତ୍ର ପାଇଁ ମୋଟ ବଜେଟ ଅଟକଳ 24,829 କୋଟି ଟଙ୍କା ଥିଲାବେଳେ ମୁଁ 2024-25 ଆର୍ଥିକ ବର୍ଷର ବଜେଟରେ ଏହାକୁ 36% ବୃଦ୍ଧି କରି ମୋଟ 33,919 କୋଟି ଟଙ୍କାର ପ୍ରସ୍ତାବ ରଖୁଛି। ସମସ୍ତଙ୍କ ପାଇଁ ସମୃଦ୍ଧିର ପ୍ରତିଶ୍ରୁତି ଦେଉଥିବା ଏକ ସାମଗ୍ରିକ ବିକାଶ ହିଁ ଆମର ଲକ୍ଷ୍ୟ। ବିକଶିତ ଓଡ଼ିଶାର ପରିକଳ୍ପନାକୁ ସାକାର କରିବାକୁ ଆମେ ସମୃଦ୍ଧ କୃଷକ ଯୋଜନା ଆଣିବାକୁ ଯାଉଅଛୁ, ଯେଉଁଥିରେ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଲାଭ କରି କୃଷକମାନେ ସଫଳ ଏବଂ ସମୃଦ୍ଧ ହୋଇପାରିବେ। ଜାତୀୟ ସ୍ତରର ଓଡ଼ିଶା ଚତୁର୍ଥ ବୃହତ୍ତମ ଧାନ ଯୋଗାଣକାରୀ ରାଜ୍ୟ। ଏହି ଯୋଜନାରେ ଚାଷୀମାନଙ୍କ ଠାରୁ ଉଚିତ ମୂଲ୍ୟରେ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରହିଛି। ଚାଷୀମାନଙ୍କ ଠାରୁ ଧାନ କ୍ୱିଣ୍ଟାଲ ପିଛା 3,100 ଟଙ୍କାରେ କିଣାଯିବ, ଯାହା ବର୍ତ୍ତମାନର ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟ MSP ଠାରୁ କ୍ୱିଣ୍ଟାଲ ପିଛା 800 ଟଙ୍କା ଅଧିକ ହେବ। ମଣ୍ଡିଠାରେ କ୍ରୟ ପ୍ରକ୍ରିୟାରେ କଟନୀ ଛଟନୀର ବ୍ୟବସ୍ଥାକୁ ରଖିବା ପାଇଁ ଆର୍ଦ୍ରତା ପରିମାପକ ଯନ୍ତ୍ର ଉପଲବ୍ଧ କରାଯିବା ସହ କମ୍ପ୍ୟୁଟରାଇଜ ଓଜନ ଉପକରଣ ଗୁଡ଼ିକ ବ୍ୟବହାର ମଧ୍ୟ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ଧାନ କ୍ରୟ ପ୍ରକ୍ରିୟାକୁ ସରଳ ତଥା କ୍ରୟ ସମୟରେ ଉପୁଜୁଥିବା ତ୍ରୁଟିକୁ ହ୍ରାସ କରାଯାଇପାରିବ। ଯେଉଁ କୃଷକମାନେ ଡିବିଟି ମୋଡ ପଞ୍ଜୀକରଣ କରିବେ, ସେମାନେ ବିକ୍ରୟ କରିବାର 48 ଘଣ୍ଟା ମଧ୍ୟରେ ସିଧାସଳଖ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଇପାରିବେ। 2024-25 ଆର୍ଥିକ ବର୍ଷ ବଜେଟରେ ସମୃଦ୍ଧ କୃଷକ ଯୋଜନା ଅଧୀନରେ ଆମେ 5,000 କୋଟି ଟଙ୍କାର ପ୍ରସ୍ତାବ ରଖିଛୁ। ମାନନୀୟ ବାଚସ୍ପତି ମହୋଦୟା, ଆମ ସରକାର ଏକ ଅନ୍ତର୍ଭୁକ୍ତ ଏବଂ ପୋଷଣୀୟ କୃଷି ପରିବର୍ତ୍ତନକୁ ସମର୍ଥନ କରି କୃଷକଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି। ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ PM କିଷାନ ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇବା ପାଇଁ ଚାଷୀମାନଙ୍କ ନାମରେ ଥିବା ନିଜସ୍ୱ ଜମିର ପରିମାଣକୁ ଆଧାର ନ କରି
ରାଜ୍ୟର ଉଭୟ ଗ୍ରାମ୍ୟ ଏବଂ ସହରାଞ୍ଚଳ ଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆମେ ପଦକ୍ଷେପ ଗ୍ରହଣ କରିଛୁ। କୃଷକମାନଙ୍କର ଆୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆମେ ସିଏମ କିଷାନ ଯୋଜନା ଅଧୀନରେ ଅତିରିକ୍ତ ଟପଅପ୍ ପ୍ରଦାନ କରିବୁ। 2024-25 ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ 1935 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବାଚସ୍ପତି ମହୋଦୟ, ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏହି ପରିପ୍ରେକ୍ଷୀରେ ପ୍ରସ୍ତାବିତ ହସ୍ତକ୍ଷେପ ଗୁଡ଼ିକୁ ତର୍ଜମା କରି ଏକ ବିସ୍ତୃତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏମଏସଏମଇ ସମବାୟ ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଆମେ ପ୍ରାରମ୍ଭିକ ପର୍ଯ୍ୟାୟରେ ଉପଖଣ୍ଡ ସ୍ତରରେ ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ଯୋଜନା ରଖିଛୁ ଏବଂ ଆଗାମୀ ବର୍ଷମାନଙ୍କରେ ବ୍ଲକ ସ୍ତରରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯିବ।